राधेश्याम। तो आज किसी नुआ ज्ञान नेबा। दुखे क्षुनु द विघ्न मना सुखेनु विगत स्रोह वितराग भय क्रोध स्थित धूमन्युच्युते। दुख आसीगले कातर नहेबा, सुख बेले आनंदरे माति उठिबा एवं पुणी राग हिंसा क्रोध गर्व बाद भय आदि जार मनरे स्थान पाए नहीं सेहीपरि मुनि को स्थित प्रज्ञ कुहाଯାଏ। एठी कुहाଯାଇଛି जे आउ केमिति गुण थिले स्थित प्रज्ञ कुहाଯାଏ। ओके, जे दुख आसीगले कातर होई जिबा माने दुख आसीगले डरी जिबा, सुख आसीगले आनंदरे माति उठिबा एवं पुणी राग हिंसा क्रोध गर्व बाद भय आदि जार मनरे स्थान पाए नहीं सेहीपरि मुनि को स्थित प्रज्ञ कुहाଯାଏ। एई कथा कहिसंती। दुखरे कातर नुहई सुखरे भरोसे न होई, दुखरे कातर नुहई सुखरे भरोसे न होई, राग क्रोध गर्वादि मान लोभ मोह भय जे जान, नाश होइन अति जार स्थित प्रज्ञ जे ସେହି नर, एकथा ज्ञान जाणई कर्तव्य पालनर पाई, ଯାହାର ହୃଦୟ ଭୟହୀନ ଦେଖିଲେ ଆତତାୟୀ ଜନ, ମନରେ କ୍ରୋଧ ଜନ୍ମେ ନାହିଁ ବୁଦ୍ଧି ତାହାର ସ୍ଥିର ହୋଇ, ଅଟେ ସେ ସ୍ଥିତ ପ୍ରଜ୍ଞ ନର ବିଚାର କରିବ ମନର। ଏଇଠି କହୁଛନ୍ତି ଯେ ସ୍ଥିତ ପ୍ରଜ୍ଞ ଯେଉଁମାନେ ଦୁଃଖ ଆସିଲେ କାତର ହୁଅନ୍ତି ନାହିଁ ଓ ଖୁସି ଆସିଲେ ଆନନ୍ଦରେ ମାତି ଉଠନ୍ତି ନାହିଁ ଓ ରାଗ ହିଂସା କ୍ରୋଧ ଗର୍ବ ବାଦ ଭୟ ଏଇ ସବୁ ତାଙ୍କ ମନରେ ସ୍ଥାନ ପାଏ ନାହିଁ, କୌଣସି ପ୍ରକାର ମୋହକୁ ତାଙ୍କ ମନରେ ସ୍ଥାନ ଦିଅନ୍ତି ନାହିଁ, ସିଏ ହେଉଛି ସ୍ଥିତ ପ୍ରଜ୍ଞ। ଓ କୌଣସି ପ୍ରକାର ଗର୍ବ କ୍ରୋଧ ଲୋଭ ମୋହ ତାଙ୍କ ମନରେ ସ୍ଥାନ ପାଏ ନାହିଁ। କେବଳ କର୍ତ୍ତବ୍ୟ ପାଳନ ପାଇଁ ଯାହା ହୃଦୟରେ ଭୟହୀନ ଦେଖିଲେ ଆତତାୟୀ ଜନ ମନରେ କ୍ରୋଧ ଜନ୍ମାଇ ଓ ବୁଦ୍ଧି ତାହାର ସ୍ଥିର ହୋଇ, ଯେ ମନରେ କୌଣସି ପ୍ରକାର କ୍ରୋଧ ଆସିଯାଉ ଭୟ ଆସିଯାଉ ତା ହୃଦୟରେ ଜାଗା ପାଏ ନାହିଁ, ତା ହୃଦୟ ସବୁବେଳେ ଭୟହୀନ ରହେ ଓ ତାକୁ ଯିଏ ବି ଦେଖେ ଆତତାୟୀ ଜନ ଯିଏ ବି ଦେଖେ ତାର ବୁଦ୍ଧିକୁ ସ୍ଥିର ହେବାର ଦେଖେ, ସିଏ ହେଉଛି ସ୍ଥିତ ପ୍ରଜ୍ଞନର। ଯ ସର୍ବତାନଭି ସ୍ନେହ ସତତ୍ ପ୍ରାପ୍ୟ ଶୁଭାଶୁଭମ୍ ନାଭି ନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠାତା। ଯେଉଁ ପୁରୁଷ ସର୍ବତ ସ୍ନେହ ସହିତ ରହି ଶୁଭ ବସ୍ତୁ ପାଇଲେ ପ୍ରସନ୍ନ ହୁଅନ୍ତି ନାହିଁ କି ଅଶୁଭ ପାଇଲେ ଦ୍ୱେଷ କରନ୍ତି ନାହିଁ, ଭଲ ମନ୍ଦ ନିନ୍ଦା ପ୍ରଶଂସା ଏସବୁ ଇଚ୍ଛା କରେ ନାହିଁ, ମନ ତାର ଅଭିମାନ ଶୂନ୍ୟ, ସମ୍ପତ୍ତି ସ୍ତ୍ରୀ ପୁତ୍ର ସଦେବ ଆଦିରେ ଆସକ୍ତି ନଥାଏ ବା ମାୟା ନଥାଏ, ପୁଣି ମନ ବଚନ ଯାହାର ଏକ ପ୍ରକାର ତାକୁ ସ୍ଥିତ ପ୍ରଜ୍ଞ କୁହାଯାଏ। ଯାହାର ଭଲ ମନ୍ଦ ନାହିଁ ନିନ୍ଦା ପ୍ରଶଂସା ନଇ ଛଇ, ଛଳନା ଚିତ୍ତରେ ନଥାଏ ପଦାର୍ଥେ ଆସକ୍ତ ସେ ନୁହେଁ, ଜୟା ପୁତ୍ର କଳତ୍ର ଧନ ଆବର ନିଜ ଦେହ ପୁଣ, ଏଥିରେ ମୋହ ଲୋଭ ନାହିଁ ମନ ବଚନ ଏକ ହୋଇ, ସେ ଅଟେ ସ୍ଥିତ ପ୍ରଜ୍ଞ ଜାଣ ଏହାକୁ ବିଚାର ଅର୍ଜୁନ। ଏଇଠି କହୁଛନ୍ତି ଭଗବାନ ଯେ ଯେଉଁ ପୁରୁଷ ସର୍ବସ୍ୱ ସ୍ନେହ ରହିତ ହୋଇ ଶୁଭାଶୁଭ ପାଇଲେ ମଧ୍ୟ ପ୍ରସନ୍ନ ହୁଏ ନାହିଁ, ଯେ ଯେତେ ଶୁଭାଶୁଭ ଫଳ ପାଇଲେ ବି ପ୍ରସନ୍ନ ହୁଏ ନାହିଁ କି ଯେତେ ଅଶୁଭ ବସ୍ତୁ ପାଇଲେ ମଧ୍ୟ ଦ୍ୱେଷ କରେ ନାହିଁ, ଭଲ ମନ୍ଦ ନିନ୍ଦା ପ୍ରଶଂସାରେ ଇଚ୍ଛା କରେ ନାହିଁ, କ'ଣ ଭଲ କ'ଣ ମନ୍ଦ କୌଣସି ନିନ୍ଦାରେ କୌଣସି ପ୍ରଶଂସାରେ ଇଚ୍ଛା କରେ ନାହିଁ, ମନ ତାର ଅଭିମାନ ଶୂନ୍ୟ, ତା ମନ ହେଉଛି ଅଭିମାନ ଶୂନ୍ୟ, ସମ୍ପତ୍ତି ସ୍ତ୍ରୀ ପୁତ୍ର ଆଦି
ସେଥିରେ ଆସକ୍ତି ହୁଏ ନାହିଁ। କୌଣସି ମାୟା ତା ମନରେ ନଥାଏ। କୌଣସି ମାୟାରେ ସେ ଆସକ୍ତ ହୁଏ ନାହିଁ ଓ ଯାହାର ବଚନ ଏକା ପ୍ରକାର ତାକୁ ସ୍ଥିତପ୍ରଜ୍ଞ କୁହାଯାଏ। ଯାହାର କଥା ଏକା ପ୍ରକାର ତାକୁ ସ୍ଥିତପ୍ରଜ୍ଞ କୁହାଯାଏ। ଏଥିରେ ତା ମନରେ କୌଣସି ପ୍ରକାର ଲୋଭ ମୋହ ମାୟା କେବେ ବି ଦେଖାଯାଏ ନାହିଁ। ସେଇ ହେଉଛି ସ୍ଥିତପ୍ରଜ୍ଞ। ଓକେ, ତ ଆଗକୁ ପୁଣି ପଢ଼ିବା ନୂଆ କିଛି। ରାଧେଶ୍ୟାମ।